ଆକାଶେ ବସିଲା ଜଳଦ ମେଳା, ବିଜୁଳି ତହିଁରେ ରଚିଲା ଖେଳା। ରହି ରହି ଶୁଭେ ଅଶନି ସ୍ୱନ, କଦମ୍ବ କୁସୁମେ ଶୋହୁଛି ବନ। ଶିହରଇ ମହି ଶୀତଳ ସମୀର ଯାଉଛି ବହି। ଜାତୀୟ ପକ୍ଷୀ ସପ୍ତମ ଶ୍ରେଣୀର ନୂଆ ସିଲାବସ୍ ଅନୁଯାୟୀ ଏକ ସୁନ୍ଦର କବିତା, ଯାହାର କବି ଅନନ୍ତ ପଟ୍ଟନାୟକ। ଆମେ ଆଜି ଏହାକୁ ଆବୃତ୍ତି କରିବା ଏବଂ ଏହା ପରେ ଆମେ ଏହାର ନିଶ୍ଚିତ ଭାବରେ ଅର୍ଥ ଗୁଡ଼ିକୁ ସୁନ୍ଦର ଭାବରେ ପିଲାମାନଙ୍କୁ ବୁଝେଇ ଦେବା। ସୁନୀଳ ଗ୍ରୀବାଟି ଢଳାଇ ଧୀରେ, ସୁମଞ୍ଜୁଳ ଚୂଳ ଦୋଳାଇ ଶିରେ। ସୁଢଳ ନୟନେ ଜିମୁତେ ଦେଖି, ଛନ ଛନ ମନେ କଳା ପଟେକି। ଶିଖିଟିଏ ମାତି ଫୁଲାଇ ଦେଇଛି ଛବିଳ ଛାତି, ଖେଳାଇ ଦେହେ ତା ବର୍ଣ୍ଣ ତରଙ୍ଗ। ଖେଳେ ଲୁଚକାଳି କେତେ ଯେ ରଙ୍ଗ, ସତେ ହୀରା ନୀଳା ମୋତି ଝଟକି। ପୁଛରୁ ତାହାର ଆସେ ଚମକି, ତା ରୂପ ଝଳି ଶତ ସୁଷମାକୁ ଯାଉଛି ବଳି। ଯେଉଁ ଅଶନିର ଶବଦ ଶୁଣି, ପିକଶୁକ ସାରି ହେଲେଣି ତୁନି। ଶ୍ରବଣେ ତାହା ବାଜନ୍ତେ ଥରେ, ରଚିଲାରେ ଗୀତି ଷଡ଼ଜ ସ୍ୱରେ। ଆବେଗେ ଅନାଇ ସ୍ୱାଗତ ହେ ଘନ ଉଠିଲା ଗାଇ। କବି ଅନନ୍ତ ପଟ୍ଟନାୟକ, ଯାହାଙ୍କ ପରିଚୟ ଜଣେ ପ୍ରତିଭାଧର ଶିଶୁ ସାହିତ୍ୟିକ ଏବଂ ଆଧୁନିକ ପ୍ରଗତିଶୀଳ ଚେତନାର କବି, ଯାହାଙ୍କର ଜନ୍ମ ହୁଏ 1902 ମସିହା ଏବଂ ମହାପ୍ରୟାଣ ଘଟେ 1987 ମସିହା। ଏହି ମହାନ କବିଙ୍କର ଜନ୍ମ ହୁଏ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚଣାହାଟ ନାମକ ଗ୍ରାମରେ। ଆମ ସମାଜରେ ପ୍ରଚଳିତ ଥିବା ଅନ୍ଧବିଶ୍ୱାସ, ଅତ୍ୟାଚାର ଏବଂ ଧର୍ମାନ୍ଧତା ବିରୁଦ୍ଧରେ ସେ ତାଙ୍କର କବିତାର ପ୍ରତି ଛତ୍ରେ ଛତ୍ରେ ଲେଖନୀ ଚାଳନା କରିଛନ୍ତି। ତାଙ୍କ ଶାଣିତ ସ୍ୱର, ତାଙ୍କ ତର୍ଜନୀ ଗର୍ଜନ କରି ଉଠିଛି ରକ୍ତ ଶିକ୍ଷା ମାଧ୍ୟମରେ ଶାନ୍ତି ଶିକ୍ଷା, ଅଲୋଡ଼ା ଲୋଡ଼ା, ଅବାନ୍ତର, କିଞ୍ଚିତ୍, ଏଇଭଳି ଭାବରେ ଛୁରୀଟିଏ ଲୋଡ଼ା। ଯେଉଁ କବିତା ତାଙ୍କର ପ୍ରତିନିଧି ସ୍ତରୀୟ କବିତା, ଯେଉଁ କବିତାରେ ସେ ସାମ୍ୟବାଦୀ ଚେତନା, ଯେଉଁ ମାର୍କ୍ସୀୟ ଦୃଷ୍ଟି ଏବଂ ଦର୍ଶନ ଏବଂ ପ୍ରଗତିଶୀଳ ଚେତନାର କଥା କହିଛନ୍ତି, ନବଯୁଗ ସାହିତ୍ୟ ସଂସଦ ଜରିଆରେ ମଧ୍ୟ ତାଙ୍କ କବିତା ବେଶ ଲୋକପ୍ରିୟତା ହେଇଥିଲା। ଆଜିର କବିତା ଜାତୀୟ ପକ୍ଷୀ ମୟୂର ସମ୍ପର୍କରେ, ମୟୂରର ଗୁଣ ଗାରିମା, ମୟୂରର ମହତ୍ଵ ସମ୍ପର୍କରେ କବି ଏଠାରେ ସୁନ୍ଦର ଭାବରେ ତାଙ୍କ କବିତାରେ ଆଲୋଚନା କରିଛନ୍ତି, ଯେଉଁ ଆଲୋଚନାକୁ ଆମେ ନିଶ୍ଚିତ ଭାବରେ ଆଗକୁ ନେବା। କବିତାର ପ୍ରଥମରେ କୁହାଯାଇଛି, ଆକାଶେ ବସିଲା ଜଳଦ ମେଳା। ମେଘ ମାନେ ଯେଉଁ କୁହାଯାଉଛି ମାଳ ମାଳ ହୋଇ ଆକାଶରେ ଘୁରି ବୁଲିଲେ। ମେଘ ଅନେକ ପ୍ରକାରର ଅଛି ଯେଉଁ କୁହାଯାଉଛି, ତେଣୁ ବିଜୁଳି ତହିଁରେ ରଚିଲା ଖେଳା। ମେଘ ଆଉ ବିଜୁଳି ଏକାକାର ଏବଂ ଅଙ୍ଗୀକାର। ଯେଉଁଠି ମେଘ ସେଇଠି ତ ବିଜୁଳି, ତେଣୁ ମେଘ ଦେହରେ ବିଜୁଳି ଚମକିଲା ବା ଖେଳିଲା ବୋଲି କବି କହିଛନ୍ତି। ରହି ରହି ଶୁଭେ ଅଶନି ସ୍ୱନ, ଧୀରେ ଧୀରେ କେବେ କେବେ ରହି ରହି ମନ୍ଥର ଗତିରେ ଅଶନି ଅର୍ଥାତ୍ ବଜ୍ରର, ସ୍ୱନ ଅର୍ଥ ସ୍ୱର। ବଜ୍ର ଯେଉଁ କୁହାଯାଉଛି ଘଡ଼ଘଡ଼ି ନାଦରେ ନିଶ୍ଚିତ ଭାବରେ ପ୍ରକମ୍ପିତ ହେବାକୁ ଲାଗିଲା। କଦମ୍ବ କୁସୁମେ ଶୋହୁଛି ବନ, କଦମ୍ବ ଫୁଲ, କୁସୁମ ଅର୍ଥ ଫୁଲ, କଦମ୍ବ ଫୁଲରେ ବନଭୂମି ଜଙ୍ଗଲଭୂମି ଶୋଭା ପାଉଛି। କୁହାଯାଇଛି ନା ଶୋହୁଛି ବନ। ଶିହରଇ ମହି ଶୀତଳ ସମୀର ଯାଉଛି ବହି। ଶିହରଇ ମହି ଅର୍ଥ ଧରଣୀ ବା ପୃଥିବୀ। ପୃଥିବୀ କମ୍ପମାନ ହେଉଛି ବଜ୍ରନାଦରେ ଏବଂ ମେଘର ଆଘାତରେ ତା ଦେହରେ ଅପୂର୍ବ ଶିହରଣ। କାରଣ ଯେଉଁ କୁହାଯାଉଛି ନିଦାଘ ଗ୍ରୀଷ୍ମ ଋତୁରେ ଶୁଷ୍କ ମରୁ ଆକାଶକୁ ଆଁ କରି ଚାହିଁଥିବା ବେଳେ ଆଦ୍ୟ ଆଷାଢ଼ର ପ୍ରଥମ ବାରିପାତ ତାକୁ କିଭଳି ଭାବରେ ବର୍ଷା ବିନ୍ଦୁ ପ୍ରଦାନ କଲା
ଏବଂ ତାର ତୃଷିତ ପ୍ରାଣକୁ ତାର ଶୋଷିଲା ପ୍ରାଣକୁ ଶୀତଳ କରିଦେଲା। ତେଣୁ ମହି ଶିହରଣ ମହି ଦେହରେ ଖେଳିଗଲା ବା ପୃଥିବୀ ଦେହରେ ଶିହରଣ ଖେଳିଗଲା, ଯେଉଁଠିକି ଶୀତଳ ସମୀର। ଶୀତଳ ସମୀର, ସମୀର ଅର୍ଥ ପବନ, ପବନ ବହି ଯାଉଛି। ପ୍ରଥମ ପଦରେ ଅନ୍ତତଃ ଭାବରେ ଆମେ ପିଲାମାନଙ୍କ ପାଇଁ ଏତିକି ବୁଝିବା। ଆସନ୍ତୁ ଏବେ ଏହାର ଦ୍ୱିତୀୟ ପଦକୁ ଆଲୋଚନା କରିବା, ଯେଉଁଠି କୁହାଯାଇଛି ସୁନୀଳ ଗ୍ରୀବାଟି ଢଳାଇ ଧୀରେ, ସୁମଞ୍ଜୁଳ ଚୂଳ ଦୋଳାଇ ଶିରେ, ସୁଢଳ ନୟନେ ଜିମୁତେ ଦେଖି, ଛନ ଛନ ମନେ କଳାପ ଟେକି ଶିଖିଟିଏ ମାତି, ଫୁଲାଇ ଦେଇଛି ଛବିଳ ଛାତି। ସୁନୀଳ ଗ୍ରୀବା, ସୁନୀଳ ଉତ୍ତମ ଭାବରେ ନୀଳ ହୋଇଥିବା, ଗ୍ରୀବା ଅର୍ଥ ବେକ, ଯେଉଁ କୁହାଯାଉଛି ମୟୂର ପକ୍ଷୀର ବେକ, ଯାହାକି ଅତ୍ୟନ୍ତ ନୀଳବର୍ଣ୍ଣ। ଢଳାଇ ଧୀରେ, ଧୀରେ ଧୀରେ ତଳକୁ ଢଳାଇ ଦେଇଛି ତାର ବେକକୁ ଏଇ ମୟୂର। ସୁମଞ୍ଜୁଳ, ଉତ୍ତମ ରୂପରେ ମଞ୍ଜୁଳ, ଅତ୍ୟନ୍ତ ସୁନ୍ଦର, ସୁମଞ୍ଜୁଳ ଅର୍ଥ ଚୂଳ ଦୋଳାଇ ଶିରେ, ମୟୂରର ଚୂଳ, ଶିର ଅର୍ଥ ମସ୍ତକରେ, ମୟୂରର ଚୂଳ ବି ସୁନ୍ଦର ଭାବରେ ସୁମଞ୍ଜୁଳ ଭାବରେ ଅତି ସୁନ୍ଦର ଭାବରେ ଅତି ଲୋଭନୀୟ ଭାବରେ ଦେଖାଯାଉଛି। କହୁଛନ୍ତି ସୁଢଳ ନୟନେ ଜିମୁତେ ଦେଖି, ସୁଢଳ ଢଳ ଢଳ ଅର୍ଥ ସୁଢଳ ଢଳି ପଡ଼ୁଥିବା ତାର ଆଖିର ପଲକ ଗୁଡ଼ିକ ଯେଉଁ କୁହାଯାଉଛି ନେତ୍ର ଏବଂ ଚକ୍ଷୁ, ଏଇ ମୟୂରର ଚକ୍ଷୁ। ସୁଢଳ ନୟନେ କାହାକୁ ଦେଖୁଛି, ଜିମୁତେ ମେଘମାନଙ୍କୁ ଦେଖି, ମେଘଙ୍କୁ ଦେଖି। ଛନ ଛନ ମନେ କଳାପ ଟେକି, ଛନ ଛନ ଅତ୍ୟନ୍ତ ଉଚ୍ଛନ୍ନ ହେଉଛି ଏଇ ମୟୂର, ଏବଂ କଳାପ ଯାହାର ଅର୍ଥ ହେଉଛି ପୁଚ୍ଛ, ମୟୂରର ପୁଚ୍ଛ ଅତ୍ୟନ୍ତ ସୁନ୍ଦର। ଏହାକୁ ଟେକି ସେ କିଭଳି ଭାବରେ ଯେଉଁ କୁହାଯାଇଛି ଶିଖିଟିଏ ମାତି, ସେ ମାତି ଉଠିଛି ବନଭୂମିରେ। କଳା ମେଘ ଦେଖି ନାଚେ ମୟୂର, କଣ୍ଠ ଦିଶେ ତାର କି ମନୋହର। ଆମେ ପିଲାଦିନେ ପଢ଼ିଥିଲେ ନା, କୁହାଯାଇଛି ଫୁଲାଇ ଦେଇଛି ଛବିଳ ବର୍ଣ୍ଣ ବିଭା, ଯେଉଁ କୁହାଯାଉଛି ଛବିଳ, ବିଭିନ୍ନ ଛବିରେ ବିଭିନ୍ନ ଆକୃତିରେ ତାର ଛାତି ଚିତ୍ର ବିଚିତ୍ରରେ ଚିତ୍ରିତ ଚାନ୍ଦୁଆ ପରି ମନେ ହେଉଛି ଏଇ ମୟୂରର ଛବି, ମୟୂରର ଛାତି। ତେଣୁ କୁହାଯାଇଛି ଶିଖିଟିଏ ମାତି, ଫୁଲାଇ ଦେଇଛି ଛବିଳ ଛାତି। ରଙ୍ଗ ବେରଙ୍ଗର ଛାତି ଫୁଲେଇ ମୟୂର ନୃତ୍ୟ କରୁଛି ଆକାଶର ଏଇ କଳାହାଣ୍ଡିଆ ମେଘକୁ ଦେଖି। ଏହି ପଦରେ ଅନ୍ତତଃ ପିଲାମାନଙ୍କ ପାଇଁ ଏତିକି ବୁଝେଇ ଦିଆଯିବ। ଆଉ ପରବର୍ତ୍ତୀ ପଦକୁ ଆମେ ଆଲୋଚନା କରିବା। ପରବର୍ତ୍ତୀ ପଦକୁ ଆଲୋଚନା କଲେ ଜଣାଯିବ ଖେଳାଇ ଦେହେତା ବର୍ଣ୍ଣ ତରଙ୍ଗ, ଖେଳେ ଲୁଚ କାଳି କେତେ ଯେ ରଙ୍ଗ। ଖେଳାଇ ଦେହେତା, ତା ଦେହରେ ଖେଳଉଛି ବର୍ଣ୍ଣର ତରଙ୍ଗ, ବର୍ଣ୍ଣର ଢେଉ, ରଙ୍ଗର ଢେଉ। ଏଇ ମୟୂର ଦେହରେ ଚିତ୍ରିତ ଚାନ୍ଦୁଆ ପରି ରଙ୍ଗ ବେରଙ୍ଗରେ ଭରା ଏହି ମୟୂର ଯେଉଁ କୁହାଯାଉଛି ବର୍ଣ୍ଣର ତରଙ୍ଗ ସୃଷ୍ଟି ହେଉଛି କି ତା ଦେହରେ। ଖେଳେ ଲୁଚ କାଳି କେତେ ଯେ ରଙ୍ଗ, ସତେ ଯେମିତି ରଙ୍ଗମାନେ ବିଭିନ୍ନ ରଙ୍ଗ ତା ଦେହରେ ଲୁଚକାଳି ଖେଳିବାରେ ଅଭ୍ୟସ୍ତ ଅଛନ୍ତି। ଆହୁରି ବି କୁହାଯାଇଛି ସତେ ହୀରା ନୀଳା ମୋତି ଝଟକି, ପୁଚ୍ଛରୁ ତାହାର ଆସେ ଚମକି। ସତେ ଯେପରି ହୀରା ନୀଳା ମୋତି ମାଣିକ, ଏଇ ମୂଲ୍ୟବାନ ଯେଉଁ କୁହାଯାଉଛି ସମ୍ପତ୍ତି ଗୁଡ଼ିକ, ଏଇ ମୂଲ୍ୟବାନ ସମ୍ପଦ, ଏଇ ମୂଲ୍ୟବାନ ଧାତୁ ଗୁଡ଼ିକ ସତେ ଯେମିତି ତା ଦେହରୁ ଝଟକି ଆସୁଛନ୍ତି କି, ତା ଦେହରୁ ଛୁଟି ଆସୁଛନ୍ତି କି, ଏହା କୁହାଯାଇଛି। ପୁଚ୍ଛରୁ ତାହାର ଆସେ ଚମକି, ତା ପୁଚ୍ଛରୁ, ଏହି ମୟୂରର ପୁଚ୍ଛ ଅତ୍ୟନ୍ତ ସୁନ୍ଦର ଏବଂ ଆକର୍ଷଣୀୟ। ସତେ ଯେମିତି ଏହି ପୁଚ୍ଛ ମଧ୍ୟରୁ ହୀରା ନୀଳା ମୋତି ଝଟକି ପଡ଼ୁଛନ୍ତି, ଲୋଟି ପଡ଼ୁଛନ୍ତି କୁହାଯାଇଛି। ତା ରୂପ ଝଳି, ଝଳି ଅର୍ଥ ଦ୍ୟୁତି, କାନ୍ତି, ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ସ୍ୱରୂପ। ତା ରୂପ ଅତ୍ୟନ୍ତ ସୌନ୍ଦର୍ଯ୍ୟରେ ବିଭୋର ହୋଇଛି ଏବଂ ଶତ ସୁଷମାକୁ ଯାଉଛି ବଳି। ଶତ ଅର୍ଥ ଶହେ, ସୁଷମା ଅର୍ଥ ସୁନ୍ଦର, ଶହେ ସୁନ୍ଦର ଯେଉଁ କୁହାଯାଉଛି ଶତ ଶତ ସୁନ୍ଦର ପଣିଆକୁ ବଳି ଯାଉଛି। ଏଇ ମୟୂର ଯେତେବେଳେ ପୁଚ୍ଛ ମେଲେଇ କଳା ମେଘର ବର୍ତ୍ତମାନରେ ନୃତ୍ୟ କରୁଛି, କଳା ମେଘକୁ ଦେଖି ନାଚ କରୁଛି, ନୃତ୍ୟରେ ତାର ହେଉଛି ଏହା କୁହାଯାଇଛି। ଏବେ ଆସନ୍ତୁ ଏହାର ପରବର୍ତ୍ତୀ ପଦକୁ ବି ଆଲୋଚନା କରିବା। ଯେଉଁ ଅଶନିର ଶବଦ ଶୁଣି, ପିକ ସୁକ ସାରି ହେଲେଣି ତୁନି। ଏଇ ଅଶନି ବୋଲି କୁହାଯାଉଛି ଯିଏ ଘଡ଼ଘଡ଼ି ଚଳଚଳି ଶବ୍ଦ ହେଉଛି, ବଜ୍ର ବିଜୁଳି, ଆମେ ୟାକୁ କହୁଛେ ଅଶନି। ଏବଂ ଏଇ ଶବ୍ଦ ଶୁଣି ଭୟରେ କମ୍ପମାନ ହୋଇ, ପିକ ଆମେ ଯେଉଁ କହୁଛେ କୋଇଲି, ସୁକ ଅର୍ଥ ଶୁଆ ଏବଂ ସାରି, ଏମାନେ ସମସ୍ତେ ତୁନି ପଡ଼ିଗଲେଣି। ଆହୁରି ମଧ୍ୟ କୁହାଗଲା ଶ୍ରବଣରେ ତାହା ବାଜନ୍ତେ ଥରେ, ରଚିଲାରେ ଗୀତି ଷଡ଼ଜ ସ୍ୱରେ। ଯେତେବେଳେ ଏଇ ଗୀତ ମଣିଷର କାନରେ ପଡ଼େ, ଯେତେବେଳେ ଶ୍ରବଣ ଅର୍ଥ କାନ, କାନରେ ଯେତେବେଳେ ଆମେ ଶୁଣୁ, ରଚିଲାରେ ଗୀତି, ସେ ଗୀତକୁ ରଚନା କରେ ଷଡ଼ଜ ସ୍ୱରେ। ଷଡ଼ଜ ଅର୍ଥାତ୍ ଛଅ ଗୋଟି, ଷଡ଼ଜ
ଜ ଅର୍ଥ ଜନ୍ମ ହେବା ଯେଉଁ କୁହାଯାଉଛି, ସାରେ ଗାମା ପା ଧାନିସା ଯେଉଁ କୁହାଯାଉଛି, ସପ୍ତସ୍ୱର ଏବଂ ଷଡ଼ସ୍ୱର ସହିତ ଆଉ ଏକ ସ୍ୱର ସଂଯୁକ୍ତ ଷଡ଼ଜ ସ୍ୱର ବୋଲି କୁହାଯାଇଛି ସାରେ ଗାମା ପା। ଏବଂ ଆବେଗେ ଅନାଇ ସ୍ୱାଗତ ହେ ଘନ ଉଠିଲା ଗାଈ, ଆବେଗରେ ଚାହିଁ ରହିଲା ଏବଂ ସ୍ୱାଗତ କଲା ଘନକୁ ଅର୍ଥାତ୍ ମେଘ, ଘନ ଅର୍ଥ ମେଘ, ମେଘକୁ ସ୍ୱାଗତ କରି ସ୍ୱାଗତ ଗୀତିକା ଷଡ଼ଜ ସ୍ୱରରେ ଗାଉଛି ଏଇ ମୟୂର। ପରବର୍ତ୍ତୀ ପଦ ଅତ୍ୟନ୍ତ ଚମତ୍କାର, ଯାହାକୁ ଆବୃତ୍ତି କଲେ ଜଣାଯାଏ। ଦୂରେ ଥାଅ ପଛେ ଶୁଣ ମୋ ପ୍ରିୟ, ନ ହୋଇ କୃପଣ ସଲିଳ ଦିଅ, ହସି ଉଠୁ ଫୁଲେ ଲତିକା ତରୁ, ସବୁଜ ଶସ୍ୟରେ କେଦାର ଭରୁ, ଯାଉ ନିଭି ଯାଉ ନିଖିଳ ଜୀବନୁ ତୃଷାର ଦାଉ। ବାସ୍ତବିକ ଚମତ୍କାର ଏ ଜାତୀୟ ପକ୍ଷୀ, ଏହି ସଙ୍ଗୀତ। ନିଶ୍ଚିତ ଭାବରେ ଆମେ ପରବର୍ତ୍ତୀ ଅଧ୍ୟାୟରେ ଅବଶିଷ୍ଟ ଅଂଶକୁ ଆଲୋଚନା କରିବା। ବନ୍ଦେ ଉତ୍କଳ ଜନନୀ।